जदि आपणଙ୍କ पाखରେ କେवଳ ହରଡ଼ ଡାଲି ଅଛି ତେବେ ଖୁସି ହେଇଯାଆନ୍ତୁ। ଆପଣ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ତ କ'ଣ ପାଇଁ ଏଇ କଥାଟା କହିଲି ଭିଡ଼ିଓର ଶେଷକୁ ନିଶ୍ଚିତ ଜାଣିନେବେ। ତେବେ ଆଜି ଗୋଟେ ଏଇ ଧନୀ ଡାଲିର ଗୋଟେ ମଜାଦାର ରେସିପିଟେ ସେୟାର କରିବି। ପ୍ରଥମେ ହରଡ଼ ଡାଲି ନେଇଯାଇଥିଲି, ତାକୁ ଭଲ ଭାବରେ ଧୋଇ ନେଇଥିଲି। ପ୍ରେସର କୁକରରେ ସବୁତକ ହରଡ଼ ଡାଲି ଦେଇଦେଲି, ଆଉ ଲାଲ ଟମାଟୋ ମଧ୍ୟ କାଟିକି ସେଇଥିରେ ଆଡ଼୍ କରିଦେଲି। ଲୁଣ ପକେଇକି ଗୋଟେ ସିଟି ଆସିବା ପର୍ଯ୍ୟନ୍ତ ଛାଡ଼ିଦେଲି। ଗୋଟେ ସିଟି ପଳେଇ ଆସିଲା, ତାପରେ ଗୋଟେ କଡ଼େଇ ନେଲି, ସେଇଥିରେ ନା କାଟି ରଖିଥିବା ରସୁଣ, ପିଆଜ, ଶୁଖିଲା ଲଙ୍କା, ହେଙ୍ଗୁ ଆଡ଼୍ କରିବା। ଏଇଟା ମୁଁ କାଟିକି ପାଳଙ୍ଗ ଶାଗ ରଖିଦେଇଛି। ତାପରେ ସେ ଯେଉଁ ତେଲରେ ଆମେ ଶୁଖିଲା ଲଙ୍କା, ଫୁଟଣ, ଜିରା, ପଞ୍ଚଫୁଟଣ ହଉ କିମ୍ବା କଳା ଜିରା, ପାନମଧୁରୀ ଏସବୁ ପକାଇଦେବା। ପିଆଜ, ରସୁଣ ଭଲ ଭାବରେ ପକାଇ ଦେଇକି ତାକୁ ଭଲ ଭାବରେ ଭାଜି ନେବା। ତାପରେ ପାଳଙ୍ଗ ଶାଗକୁ ପକାଇଦେବା। ପାଳଙ୍ଗ ଶାଗକୁ ମଧ୍ୟ ବଢ଼ିଆ ଭାବରେ ଭାଜି ନେବା। ଏଇଠି ଗୋଟେ ଟୁଇଷ୍ଟ ଆସିବ। ତ ଏଇ ମିଶ୍ରଣରେ ମୁଁ ଆଡ଼୍ କରିଥିଲି ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ହେଙ୍ଗୁ, ଏ ସବୁ କାଶ୍ମୀରୀ ଚିଲି ମଧ୍ୟ ଆଡ଼୍ କରିଦେଇଥିଲି। ତାପରେ ଏଇ ଯେଉଁ ଗରମ ମସଲାକୁ ଥଣ୍ଡା କରିବା ପାଇଁ ଥଣ୍ଡା ଥଣ୍ଡା ପାଣି ମିଶାଇକି ତାକୁ ଗୋଳେଇକି ସେ ପାଳଙ୍ଗ ଶାଗରେ ପକାଇକି ମାତ୍ର 2 ମିନିଟ୍ ଖଣ୍ଡେ କଷି ଦେଇଥିଲି। ତାପରେ ଡାଲି ସିଟି ମାରୁଥିଲା ନା, ତାକୁ ଉଚିତ ଶିକ୍ଷା ଦେବା ପାଇଁ ସେ ଡାଲିକୁ ଆଣିକି ସେ ପାଳଙ୍ଗ ଶାଗରେ ମିକ୍ସ କରିକି ଭଲ ଭାବରେ ଗୋଳେଇ ଦେଇକି ଘାଣ୍ଟି ଘୁଣ୍ଟିକି ରେଡ଼ି କରିଦେଲି। ପାଳଙ୍ଗ ଶାଗର ଡାଲି ବହୁତ ବଢ଼ିଆ ଲାଗେ। ଭାତ, ରୁଟି, ପରଟା, ପୁରୀ ସବୁ ସାଙ୍ଗରେ ଖାଇପାରିବେ। ଲାଷ୍ଟକୁ ଟିକେ ନାକୁ ଘିଅ ଆଡ଼୍ କରିଦେବା। ଓହୋ, ବଢ଼ିଆ ବାସ୍ନା ଆସେ। ତାପରେ କ'ଣ ଟିକେ ନାକୁ ଗରମ ମସଲା ଆଉ ଟିକେ ନାକୁ ଗୋଲମରିଚ ଗୁଣ୍ଡ ପକାଇଦେବା। ତ ଭଲ ଭାବରେ ଆଡ଼୍ କରିକି 2 ମିନିଟ୍ ଖଣ୍ଡେ ଫୁଟେଇକି ରଖିଦେବା। ଆମର ହେଇଗଲା ପାଳଙ୍ଗ ଶାଗର ଡାଲି। ନାଁ ତ ବହୁତ ପ୍ରକାର ଅଛି, କିନ୍ତୁ ଆମେ ଓଡ଼ିଆମାନେ କହିଦେବା ପାଳଙ୍ଗ ଶାଗର ଡାଲି। ଆଉ ମୁଁ ଧନୀ କ'ଣ ପାଇଁ କହିଲି? ଆରେ ବାବା, ଯାହା ପାଖରେ ଚିନ୍ତା ନାହିଁ ସେ ତ ଧନୀ ନା ନାହିଁ। ଯଦି ଆମ ପାଖରେ କିଛି ପନିପରିବା ନାହିଁ, ଚିନ୍ତା କାହିଁ କରିବା? ଆମ ପାଖରେ ଡାଲି ଅଛି, ଟିକେ ଶାଗ ଆଣିଦେବା, ପାଳଙ୍ଗ ଶାଗ, ମସଲା ଡାଲି ରେଡ଼ି କରିଦେବା। ଭାତ, ରୁଟି, ପରଟା, ପୁରୀ ସାଙ୍ଗେ ଖାଇବା। ହେଇଗଲା ନା ଆମର ଧନୀ। ତ ସବସ୍କ୍ରାଇବ୍ କରିବେ। ବାଏ।